ସମ୍ମାନନୀୟ ଗୁରୁଜୀ ଗୁରୁମାବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ ମଣୁଛି। ଆଜି ହେଉଛି ସେହି ମହାପୁରୁଷଙ୍କ ଜନ୍ମ ଦିବସ, ଯିଏ ବିନା ଅସ୍ତ୍ରେ ବିନା ଶସ୍ତ୍ରେ ସ୍ୱାଧୀନତା ଆଣିଦେଇଥିଲେ, ଯିଏ ସତ୍ୟ ଅହିଂସାର ପାଠ ପଢ଼ାଇଥିଲେ, ଯାହାଙ୍କ ବାଣୀ ଥିଲା ବଜ୍ର ସଦୃଶ, ଯିଏ ସତ୍ୟ ଓ ଅହିଂସା ବଳରେ ବିଶ୍ୱର ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟରୁ ଭାରତକୁ ଆଜାଦ କରିଥିଲେ। ସେ ଥିଲେ ସତ୍ୟ ଓ ଅହିଂସାର ପୂଜାରୀ, ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସତରେ, ଯେତେବେଳେ କୌଣସି ଦେଶ ବା ଜାତି ବିପଦ ସଙ୍କଟରେ ସମ୍ମୁଖୀନ ହୋଇଥାଏ, ସେତେବେଳେ ଦେଶର ଈଶ୍ୱର ଜନ୍ମ ମାନବ ରୂପରେ ହୋଇଥାଏ। ଯେତେବେଳେ ଭାରତବର୍ଷର ଇଂରେଜ ଶାସନାଧୀନ ଥିଲା, ସେହିଭଳି ଦୁର୍ଦ୍ଦିନ ବେଳାର ଗାନ୍ଧୀଜୀ ଜନ୍ମ ଭାରତୀୟଙ୍କ ପାଇଁ କୌଣସି ଈଶ୍ୱରଙ୍କ ଠାରୁ କମ୍ ନଥିଲା। 1869 ମସିହା ଅକ୍ଟୋବର 2 ତାରିଖ ଦିନ ଗୁଜରାଟର ପୋରବନ୍ଦରଠାରେ ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲିବାଈଙ୍କ କୁଟୀରରେ କନିଷ୍ଠ ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଗାନ୍ଧୀଜୀଙ୍କର ବାଲ୍ୟ ଜୀବନ ଥିଲା ରାମାୟଣ, ଶ୍ରବଣ କୁମାର, ପ୍ରହ୍ଲାଦ ଓ ସତ୍ୟବାଦୀ ହରିଶ୍ଚନ୍ଦ୍ର ପରି କାହାଣୀ ଶୁଣିବା ଓ ସେଥିରୁ ମିଳିଥିବା ଶିକ୍ଷାକୁ ଆତ୍ମସନ୍ଧାନ କରିବାରେ ବିତିଗଲା। ଗାନ୍ଧୀଜୀ ମାତ୍ର 13 ବର୍ଷ ବୟସରେ ତାଙ୍କଠାରୁ 1 ବର୍ଷ ବଡ଼ କସ୍ତୁରବାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଗାନ୍ଧୀଜୀଙ୍କର ଇଚ୍ଛା ଥିଲା ଡକ୍ଟର ହେବେ, କିନ୍ତୁ ବାପାଙ୍କର ଇଚ୍ଛା ଥିଲା ସେ ବାରିଷ୍ଟର ପଢ଼ି ବଡ଼ ଓକିଲ ହେବେ। ତେଣୁ ସେ 1888 ମସିହାରେ ପୁତ୍ର ହରିଲାଲ ଓ ପତ୍ନୀ କସ୍ତୁରବା ଗାନ୍ଧୀଙ୍କୁ ଛାଡ଼ି ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଚାଲିଗଲେ। 4 ବର୍ଷ ପରେ ବାରିଷ୍ଟର ପଢ଼ା ଶେଷ କରି ସେ ଭାରତ ଫେରିଲେ। କିଛି ଦିନ ଧରି ବମ୍ବେ ଓ ରାଜକୋଟଠାରେ ଓକିଲାତି ଆରମ୍ଭ କଲେ, ମାତ୍ର ସେଠାରେ ତାଙ୍କୁ ବିଶେଷ ସଫଳତା ମିଳିଲା ନାହିଁ। ବୋଧହୁଏ ଈଶ୍ୱରଙ୍କ ଇଚ୍ଛା ଆଉ କିଛି ଥିଲା। 1893 ମସିହାରେ ଦାଦା ଅବଦୁଲ୍ଲା ନାମକ ଜଣେ ବ୍ୟାପାରୀ ଗାନ୍ଧୀଜୀଙ୍କୁ ଦକ୍ଷିଣ ଆଫ୍ରିକାରେ ଡକେଇ ପଠାଇଲେ। ସେତେବେଳେ ଭାରତ ପରି ସେଠାରେ ମଧ୍ୟ ଇଂରେଜ ଶାସନ ଚାଲିଥାଏ। ଗାନ୍ଧୀଜୀ ଯେତେବେଳେ ଦକ୍ଷିଣ ଆଫ୍ରିକା ପହଞ୍ଚିଲେ, ସେତେବେଳେ ତାଙ୍କୁ ମାତ୍ର 23 ବର୍ଷ ବୟସ। ସେଠାକାର ପ୍ରତ୍ୟେକ କୋଣ ଅନୁକୋଣରେ ତାଙ୍କୁ କଳା ଓ ଗୋରା ଲୋକଙ୍କ ମଧ୍ୟରେ ଥିବା ଭେଦଭାବ ସାମ୍ନା କରିବାକୁ ପଡ଼ିଥିଲା। କଳା ଗୋରା ଭେଦଭାବ ଯୋଗୁଁ ଟିକଟ ଥାଇ ମଧ୍ୟ ଗାନ୍ଧୀଜୀଙ୍କୁ ଟ୍ରେନ୍ ବଗିରୁ ତଳକୁ ଠେଲି ଦିଆଯାଇଥିଲା। ହୁଏତ କେହି ସାଧାରଣ ଲୋକ ହୋଇଥିଲେ ଏହି ଘଟଣା ପରେ ସେଠାରୁ ପଳେଇ ଆସିଥାନ୍ତେ, କିନ୍ତୁ ନୁହେଁ। ଏହିପରି ଅନେକ ଘଟଣାର ସମ୍ମୁଖୀନ ହେବା ପରେ ମଧ୍ୟ ଗାନ୍ଧୀଜୀ 21 ବର୍ଷ ଧରି ଦକ୍ଷିଣ ଆଫ୍ରିକାରେ ରହିଥିଲେ ଏବଂ ଇଂରେଜ ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢ଼ିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ହିଁ ଗାନ୍ଧୀଜୀ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକାରେ ବିତାଇଥିବା ସମୟ କେତେ ଯେ ମହତ୍ତ୍ୱପୂର୍ଣ୍ଣ ଥିଲା, ତାହା ତାଙ୍କ ଏହି ଅଭିଭାଷଣରୁ ଜଣାପଡ଼େ ଯେ, ସେ ଅଭିଭାଷଣରେ କହିଥିଲେ, "ଆଇ ୱାଜ୍ ବୋର୍ନ ଇନ୍ ଇଣ୍ଡିଆନ୍ ବଟ୍ ଆଇ ୱାଜ୍ ମେଡ୍ ଇନ୍ ସାଉଥ୍ ଆଫ୍ରିକା"। ଗୋପାଳ କୃଷ୍ଣ ଗୋଖଲେଙ୍କ ଅନୁରୋଧ କ୍ରମେ ଭାରତକୁ ଇଂରେଜ ଶାସନାଧୀନରୁ ମୁକ୍ତ କରିବା ପାଇଁ ଗାନ୍ଧୀଜୀ 1915 ମସିହାରେ ଭାରତ ଫେରିଲେ। ସତ୍ୟ ଓ ଅହିଂସା ମାର୍ଗରେ ଭାରତକୁ ସ୍ୱାଧୀନ କରିବା ପାଇଁ ସ୍ଥିର କଲେ। ଭାରତ ଫେରିଲା ପରେ ଗାନ୍ଧୀଜୀ ସର୍ବପ୍ରଥମେ ବିହାରର ଚମ୍ପାରନ ଜିଲ୍ଲାରେ କୃଷକମାନଙ୍କ ଉପରେ ଇଂରେଜମାନଙ୍କର ଶୋଷଣ ଓ ଅତ୍ୟାଚାର ବିରୋଧରେ ଚମ୍ପାରନ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ କୃଷକମାନଙ୍କୁ ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାରରୁ ମୁକ୍ତ କରିଥିଲେ। ତାପରେ ସେହି ବର୍ଷ ଗୁଜରାଟ ଖେଡ଼ା ଜିଲ୍ଲାରେ ବନ୍ୟା ଓ ଦୁର୍ଭିକ୍ଷ ସତ୍ତ୍ୱେ ଇଂରେଜ ସରକାରଙ୍କ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ଗାନ୍ଧୀଜୀ ବିରୋଧ କରି ଇଂରେଜ ସରକାରଙ୍କୁ ଆପୋଷ ବୁଝାମଣା କରିବାକୁ ବାଧ୍ୟ କରିଥିଲେ ଏବଂ ସମାଧାନ ମଧ୍ୟ କରିଥିଲେ। ଏହି ସଫଳ ଆନ୍ଦୋଳନ ପରେ ଗାନ୍ଧୀଜୀଙ୍କ କୀର୍ତ୍ତି ସାରା ଭାରତରେ ବ୍ୟାପିଗଲା ଏବଂ ଧୀରେ ଧୀରେ ତାଙ୍କୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଦିଆଯାଇଥିବା ମହାତ୍ମା ଉପାଧି ଏବଂ ନେତାଜୀଙ୍କ ଦ୍ୱାରା ଦିଆଯାଇଥିବା ଜାତିର ପିତା ଆଖ୍ୟା ମଧ୍ୟ ଚାରିଆଡ଼େ ବ୍ୟାପିଗଲା। ଜନମାନସରେ ଗାନ୍ଧୀଜୀ ମହାତ୍ମା ଓ ବାପୁଜୀ ନାମରେ ପରିଚିତ ହେଲେ। 1919 ମସିହାରେ ପଞ୍ଜାବର ଜାଲିଆନାବାଦ ହତ୍ୟାକାଣ୍ଡ ପରେ ପରେ ଗାନ୍ଧୀଜୀ 1920 ମସିହାରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ। ଶାନ୍ତିପୂର୍ଣ୍ଣ ଭାବେ ଇଂରେଜ ହୁକୁମକୁ ବିରୋଧ କରିବା ପାଇଁ କହିଲେ। ଦେଶବାସୀ ମନରେ ଅପୂର୍ବ ଜାଗରଣ ସୃଷ୍ଟି ହେଲା। ଲୋକେ ବିଦେଶୀ ବସ୍ତ୍ର ଓ କପଡ଼ାରେ ନିଆଁ ଲଗାଇଦେଲେ, ନିଜ ହାତେ ବୁଣା ବସ୍ତ୍ର ପରିଧାନ କଲେ। ଧୀରେ ଧୀରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା। ଇଂରେଜ ସରକାର ନାକେଦମ ହୋଇ ଉଠିଲେ। ଲାଗୁଥାଏ ସତରେ ଯେପରି ଆଉ ଅଳ୍ପ ଦିନ ଭିତରେ ଭାରତକୁ ସ୍ୱାଧୀନତା ମିଳିଯିବ, କିନ୍ତୁ ସେହି ସମୟରେ 1922 ମସିହା ଫେବୃଆରୀ 5 ତାରିଖରେ ଚୋରି ଚୋରାକାଣ୍ଡ ଘଟିଲା। କେତେକ ପୋଲିସବାଲାଙ୍କୁ ଦେଶବାସୀ ଜୀଅନ୍ତା ଜାଳିଦେଲେ। ଗାନ୍ଧୀଜୀ ସବୁବେଳେ କହୁଥିଲେ, "ମୁଁ ମରିବାକୁ ପ୍ରସ୍ତୁତ, କିନ୍ତୁ ଏମିତି କୌଣସି କାରଣ ନାହିଁ କି ମୁଁ ମାରିବାକୁ ପ୍ରସ୍ତୁତ ହେବି"। ତେଣୁ ଏହିଭଳି ହିଂସାତ୍ମକ କାଣ୍ଡ ପରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନରୁ ଓହରିଗଲେ। ତାପରେ ଗାନ୍ଧୀଜୀଙ୍କୁ କିଛି ବର୍ଷ ଜେଲରେ ବନ୍ଦୀ କରି ରଖାଗଲା। ଲୁଣ ମାରିବା ପାଇଁ ଇଂରେଜ ସରକାର ଭାରତୀୟମାନଙ୍କ ଉପରେ ଟ୍ୟାକ୍ସ ଲଗାଇଥିଲେ। ଏହାକୁ ବିରୋଧ କରି ଗାନ୍ଧୀଜୀ 1930 ମସିହା ମାର୍ଚ୍ଚ ମାସରେ ଅହମଦାବାଦଠାରୁ ଦାଣ୍ଡି ପର୍ଯ୍ୟନ୍ତ ଦାଣ୍ଡିଯାତ୍ରା କଲେ।
ଏବଂ ଦାଣ୍ଡିଠାରେ ଇଂରେଜ ସରକାରଙ୍କ ଆଇନ ଭାଙ୍ଗି ଲୁଣ ମାରିଲେ। ଏହି ଆନ୍ଦୋଳନ ଦ୍ୱାରା ଗାନ୍ଧିଜୀଙ୍କୁ ଅପାର ଜନସମର୍ଥନ ମିଳିଲା। ଇଂରେଜ ସରକାର ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ଗାନ୍ଧିଜୀଙ୍କୁ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ଲଣ୍ଡନ ଡକାଗଲା। କିନ୍ତୁ ଏହାର ପରିଣାମ ମଧ୍ୟ ଇଂରେଜ ସରକାରଙ୍କ ପାଇଁ ନିରାଶାଜନକ ଥିଲା। 1942 ମସିହାରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେଲା। ଏହି ଆନ୍ଦୋଳନ ଥିଲା ଏକ ବିଶାଳ ଶକ୍ତିଶାଳୀ ଆନ୍ଦୋଳନ। ଏହି ସମୟରେ ଗାନ୍ଧିଜୀ ଅହିଂସା ପଥରେ ସଂଗ୍ରାମ କରିବାକୁ ଦେଶବାସୀଙ୍କୁ କହିଥିଲେ ଏବଂ କର ବା ମର ସ୍ଲୋଗାନ ଦେଇଥିଲେ। ଏହି ଆନ୍ଦୋଳନରେ ଇଂରେଜ ସରକାରଙ୍କ ଗୁଳିରେ କେତେ ସ୍ୱାଧୀନତା ସଂଗ୍ରାମୀ ମୃତ୍ୟୁବରଣ କରିଥିଲେ ଏବଂ କେତେକଙ୍କୁ ବନ୍ଦୀ ମଧ୍ୟ କରାଯାଇଥିଲା। ଗାନ୍ଧିଜୀଙ୍କୁ ମଧ୍ୟ ଏହି ଆନ୍ଦୋଳନ ଯୋଗୁଁ 2 ବର୍ଷ ଜେଲରେ ବନ୍ଦୀ କରି ରଖାଯାଇଥିଲା। ତଥାପି ଏହି ଆନ୍ଦୋଳନ ଥମିଯାଇ ନଥିଲା, ବରଂ ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ଦେଶବାସୀ ଆନ୍ଦୋଳନକୁ ଆଗେଇ ନେଇଥିଲେ ଏବଂ ଏହି ଆନ୍ଦୋଳନ ଇଂରେଜ ସରକାରଙ୍କୁ ହଲଚଲ କରିଦେଇଥିଲା। ପରିଶେଷରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ବଳିଦାନ ପରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଭାରତ ମାତା ଇଂରେଜ ଶାସନ ବଳରୁ ମୁକ୍ତି ଲାଭ କଲା। ମାତ୍ର ଯିଏ ସାରା ଦୁନିଆକୁ ଅହିଂସାରେ ପାଠ ପଢ଼ାଇଲେ, ତାଙ୍କ ଅନ୍ତ ଦିନେ ହିଂସା ଦ୍ୱାରା କରାଗଲା। 1948 ମସିହା ଜାନୁଆରୀ ମାସ 30 ତାରିଖ ଦିନ ନାଥୁରାମ ଗୋଡସେ ନାମକ ଜଣେ ଯୁବକ ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କଲେ। ଚାରିଆଡ଼େ ଶୋକର ଛାୟା ଖେଳିଗଲା। କିନ୍ତୁ କ'ଣ ସେହି ଗୁଳିର ଗାନ୍ଧିଜୀ ସବୁଦିନ ପାଇଁ ମରିଗଲେ? ନା, ଗାନ୍ଧିଜୀ ଆଜି ବି ଜୀବିତ। ସେ ସବୁଦିନ ପାଇଁ ଅମର। ସ୍ୱଚ୍ଛ ଭାରତ ଅଭିଯାନ ହେଉ କି ପ୍ଲାଷ୍ଟିକ ହଟାଇବା ଅଭିଯାନ ହେଉ, ଆମେ ସବୁବେଳେ ଗାନ୍ଧିଜୀଙ୍କୁ ସ୍ମରଣ କରିଥାଉ। ତେଣୁ ଗାନ୍ଧିଜୀ ଆଜି ବି ଜୀବିତ। ଗାନ୍ଧିଜୀ ହେଉଛନ୍ତି ସତ୍ୟର ପ୍ରତୀକ ଏବଂ ସତ୍ୟ ହେଉଛି ଚିରଶାଶ୍ୱତ, ଯାହାର ଅନ୍ତ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ ଗୋଟେ ଦେଇଦେବେ।